ଦିନେ ଗୋଟି କାଉ ମାଛ ଧରିବା ପାଇଁ ନଦୀ ଭିତରକୁ ଯାଇଥିଲା। ହଠାତ୍ ସେ ଦୁଇଟି କଦଳୀ ଗଛର କାନ୍ଦ ଶୁଣିଲା। ବଞ୍ଚାଅ, ଆମକୁ କେହି ବଞ୍ଚାଅ, ଆମେ ଅନେକ ସମୟରୁ ଏ ନଦୀରେ ଭାସୁଛୁ, ଆମକୁ ରକ୍ଷା କର, ନହେଲେ ଆମେ ନଦୀରେ ବୁଡ଼ିଯିବୁ। ଆରେ ଏ ଦୁଇ କଦଳୀ ଗଛ କ'ଣ କଥା କହୁଛନ୍ତି? ନିଶ୍ଚୟ ଏ ଦୁଇ କଦଳୀ ଗଛ ଯାଦୁର ହେଇଥିବେ। ମୁଁ ଏମାନଙ୍କୁ ନେଇ ମୋ ଘର ଅଗଣାରେ ଲଗେଇ ଦିଏ। ତାପରେ ମୁଁ ଏମାନଙ୍କୁ ଅନେକ ସୁନା ମାଗିବି। ତାପରେ ତ ମୁଁ ସମସ୍ତଙ୍କଠୁ ଧନୀ ହେଇଯିବି। ଆଚ୍ଛା ଆଚ୍ଛା ଠିକ୍ ଅଛି, ଆଉ କାନ୍ଦନି, ଚାଲ ଏବେ ମୋ ସାଙ୍ଗରେ ମୋ ଘରକୁ। ଏମିତି କହି କାଉ ସେ ଦୁଇ କଦଳୀ ଗଛକୁ ନେଇ ନିଜ ଘରକୁ ଚାଲିଗଲା। ଆଉ ନିଜ ଘର ଅଗଣାରେ ପୋତି କହିଲା, ମୁଁ ତମ ଦୁଇ ଜଣଙ୍କର ଜୀବନ ରକ୍ଷା କରିଛି। ଏବେ ତମେ ଦୁଇ ଜଣ ମୋତେ ସୁନା ଟଙ୍କା ଦିଅ। ସୁନା ଟଙ୍କା? ହେଲେ ଆମ ପାଖରେ ତ ସୁନା ଟଙ୍କା ନାହିଁ। ତମେ ଦୁଇ ଜଣ ଯାଦୁର କଦଳୀ ଗଛ ହେଇ କହୁଛ ତମ ପାଖରେ ସୁନା ଟଙ୍କା ନାହିଁ? ଭଲରେ ମୋତେ ସୁନା ଟଙ୍କା ଦିଅ, ନହେଲେ ମୁଁ ତମମାନଙ୍କୁ ଓପାଡ଼ି ବାହାରେ ଫୋପାଡ଼ି ଦେବି। ଆମେ ସତ କହୁଛୁ, ଆମେ ଯାଦୁର କଦଳୀ ଗଛ ନୁହଁ, ଆମେ ତମକୁ କିଛି ବି ଦେଇପାରିବୁନି। ତମେ ଦୁଇ ଜଣ ଯଦି ଯାଦୁର କଦଳୀ ଗଛ ନୁହଁ, ତେବେ କଥା କେମିତି କହିପାରୁଛ? ଆମେ ବି ଜାଣିନୁ। ନଦୀରେ ଭାସୁଥିବା ସମୟରେ ହଠାତ୍ ତମକୁ ଦେଖି ଆମେ କଥା କହିପାରିଲୁ, ସେଥିପାଇଁ ତମକୁ ସାହାଯ୍ୟ ମାଗିଲୁ। ତା ମାନେ ତମେ ଦୁଇଟା ସାଧାରଣ କଦଳୀ ଗଛ? ଧେତ୍, ତମମାନଙ୍କ ପଛରେ ମୋର କେତେ ସମୟ ନଷ୍ଟ ହେଇଗଲା। ମୁଁ ତମମାନଙ୍କୁ ମୋ ବଗିଚାରେ ରଖି ତମ ଦୁଇ ଜଣଙ୍କର ଯତ୍ନ ନେଇପାରିବିନି। ଏବେ ହିଁ ମୁଁ ତମମାନଙ୍କୁ ବାହାରେ ଫୋପାଡ଼ି ଦେବି। ନା ନା, ଆମ ଉପରେ ଟିକେ ଦୟା କର, ଆମକୁ ଓପାଡ଼ନି, ନହେଲେ ଆମେ ମରିଯିବୁ। କାଉ ସେମାନଙ୍କର କିଛି କଥା ନ ଶୁଣି ଦୁଇ କଦଳୀ ଗଛକୁ ଓପାଡ଼ି ତା ଘର ବାହାରେ ଫୋପାଡ଼ି ଦେଲା। ସେତେବେଳେ ସେ ରାସ୍ତା ଦେଇ ଏକ ଚଢ଼େଇ କଳସୀ ଧରି ନଦୀରୁ ପାଣି ଆଣିବା ପାଇଁ ଯାଉଥିଲା। ତାକୁ ଦେଖି ଦୁଇ କଦଳୀ ଗଛ କାନ୍ଦିଲେ ଆଉ ସେ ଚଢ଼େଇକୁ ସାହାଯ୍ୟ ମାଗିଲେ। ସେ ଚଢ଼େଇଟି ବହୁତ ଭଲ ଆଉ ଦୟାଳୁ ଥିଲା। ସେ ଦୁଇ କଦଳୀ ଗଛକୁ ଧରି ନିଜ ଘରକୁ ଗଲା ଆଉ ନିଜ ବଗିଚାରେ ଲଗେଇଦେଲା। ତୁମକୁ ଅନେକ ଅନେକ ଧନ୍ୟବାଦ, ତୁମ ପାଇଁ ଆଜି ଆମ ଜୀବନ ବଞ୍ଚିଗଲା। ହେଲେ ଚଢ଼େଇ, ଆମେ ଯାଦୁର କଦଳୀ ଗଛ ନୁହଁ, ଆମେ ତୁମକୁ କିଛି ବି ଦେଇପାରିବୁନି। ପଛରେ ତୁମେ ଆମକୁ କାଟିଦେବନି ତ? ଆରେ ନା ନା, ତମେ ମାନେ ଜମା ବି ଭୟ କରନି, ମୁଁ କେବେ ବି ତମମାନଙ୍କୁ କାଟିବିନି। ମତେ ଗଛ ଲଗେଇବା ପାଇଁ ଭାରି ଭଲ ଲାଗେ। ତମେ ମାନେ ଯାଦୁର ଗଛ ହୁଅ କି ନ ହୁଅ, ମୁଁ କିନ୍ତୁ ସବୁଦିନ ତମମାନଙ୍କର ଯତ୍ନ ନେବି। ସେଦିନ ପରଠାରୁ ଚଢ଼େଇ ସେ ଦୁଇ କଦଳୀ ଗଛଙ୍କର ଭଲ ଯତ୍ନ ନେଉଥିଲା। ସବୁଦିନ ସେ ତାଙ୍କ ମୂଳରେ ପାଣି ଢାଳୁଥିଲା ଆଉ ତାଙ୍କ ଚାରିପାଖକୁ ପରିଷ୍କାର ରଖୁଥିଲା। ସେ ଚଢ଼େଇର ସ୍ୱାମୀ ସହରରେ କାମ କରୁଥିଲା। ହଠାତ୍ ଏକ ଦୁର୍ଘଟଣାରେ ତାର ଗୋଡ଼ ଭାଙ୍ଗିଗଲା। ସେ ଆଉ କାମ କରିପାରିଲାନି। ଦୁଇ ଚଢ଼େଇ ମନ ଦୁଃଖରେ କାନ୍ଦୁଥିଲେ। ସେତେବେଳେ ସେ ଜଙ୍ଗଲର ଜମିଦାର ଚିଲ ତାଙ୍କ ଘରକୁ ଆସିଲା। ଆରେ ରିନୁ, କୁଆଡ଼େ ଗଲୁ? ଶୀଘ୍ର ବାହାରକୁ ଆସେ। କ'ଣ ହେଲା ଜମିଦାର ଆଜ୍ଞା, ହଠାତ୍ ଆମ ଘରକୁ ଆସିଲେ? ରିନୁ, ତୋ ସ୍ୱାମୀ ଏ ଘରକୁ ବନ୍ଧା ପକେଇ ମୋ ପାଖରୁ ଅନେକ ଟଙ୍କା ଋଣ ନେଇଥିଲା। ମୋତେ ଶୀଘ୍ର ମୋ ଟଙ୍କା ଫେରାଅ, ନହେଲେ ମୁଁ ତମର ଏ ଘରକୁ ନେଇଯିବି। ଏବେ ମୋ ପାଖରେ ଏତେ ଟଙ୍କା ନାହିଁ ଜମିଦାର ଆଜ୍ଞା, ମୋ ସ୍ୱାମୀଙ୍କ ଦେହ ବି ଭଲ ନାହିଁ। ଆମ ଉପରେ ଟିକେ ଦୟା କରନ୍ତୁ, ଆଉ କିଛି ଦିନ ସମୟ ଦିଅନ୍ତୁ। ମୋ ସ୍ୱାମୀ ଭଲ ହେଲା ପରେ ଆମେ କିଛି ନା କିଛି ବ୍ୟବସ୍ଥା କରି ଆପଣଙ୍କୁ ଟଙ୍କା ଫେରେଇ ଦେବୁ। ଠିକ୍ ଅଛି, ମୁଁ ଆଉ ଗୋଟେ ସପ୍ତାହ ପରେ ଆସିବି। ମୋତେ ମୋ ପୁରା ଟଙ୍କା ଦେବ, ନହେଲେ ତମେମାନେ ଏ ଘର ଛାଡ଼ି ଚାଲିଯିବ। ଏମିତି କହି ଚିଲ ସେଠାରୁ ଚାଲିଗଲା। ଗୋଟେ ସପ୍ତାହ ଭିତରେ ମୁଁ ଏତେ ଟଙ୍କା କୋଉଠୁ ପାଇବି? ହେ ଭଗବାନ, ଆମ ସହ ଏମିତି କାହିଁକି କଲ? ଏ ସବୁ ଘଟଣା ଦୂରରୁ ଦୁଇ କଦଳୀ ଗଛ ବି ଦେଖୁଥିଲେ। ଭଉଣୀ, ଆମ ମାଲିକାଣୀ ଆମର ଜୀବନ ବଞ୍ଚେଇଛନ୍ତି। ସବୁଦିନ ସେ ଆମର ଯତ୍ନ ନିଅନ୍ତି, ହେଲେ ତାଙ୍କ ବିପଦ ସମୟରେ ଆମେ ତାଙ୍କୁ କିଛି ବି ସାହାଯ୍ୟ କରିପାରୁନାହାନ୍ତି। ହଁ ଭଉଣୀ, ତୁ ଠିକ୍ କହିଲୁ। ମାଲିକାଣୀକୁ ଏତେ କଷ୍ଟରେ ଦେଖି ମତେ ଜମା ବି ଭଲ ଲାଗୁନି। ଆମେ ବି ଯଦି ଯାଦୁର କଦଳୀ ଗଛ ହେଇଥାନ୍ତେ, ଆଜି ଆମେ ତାଙ୍କ ବିପଦ ସମୟରେ ମାଲିକାଣୀକୁ ସାହାଯ୍ୟ କରିପାରିଥାନ୍ତେ। ଏମିତି କହି ଦୁଇ କଦଳୀ ଗଛ ମନ ଦୁଃଖରେ କାନ୍ଦୁଥିଲେ। ହଠାତ୍ ସେମାନେ ଏକ ସ୍ୱର ଶୁଣିଲେ। କିଏ କହିଲା ତମମାନଙ୍କ ପାଖରେ ଯାଦୁ ଶକ୍ତି ନାହିଁ? ତମ ଦୁଇ ଜଣଙ୍କ ପାଖରେ ଅନେକ ଯାଦୁ ଶକ୍ତି ଅଛି।
ତମେ ଦୁଇ ଜଣ ଆଖି ବନ୍ଦ କରି ଧ୍ୟାନ କର। ତମେ ମାନେ ଚାହିଁଲେ ସବୁ କିଛି କରିପାରିବ। ଏଇ ସବୁ କଥା ଶୁଣି ଦୁଇ କଦଳୀ ଗଛ ଧ୍ୟାନ କଲେ। ସଙ୍ଗେ ସଙ୍ଗେ ତାଙ୍କ ଗଛରେ ସୁନାର କଦଳୀ ଫଳିଲା। ଭଉଣୀ ଦେଖେ, ଆମ ଗଛରେ ସୁନାର କଦଳୀ ଫଳିଛି। ତୁମେ ଯିଏ ବି ହେଇଥାଅ, ଆମକୁ ଏ ଶକ୍ତି ଦେଇଥିବାରୁ ତୁମକୁ ଅନେକ ଅନେକ ଧନ୍ୟବାଦ। ଆରେ ଭଉଣୀ, ଏବେ ଆମେ ମାଲିକାଣୀକୁ ସାହାଯ୍ୟ କରିପାରିବା। ଚାଲ ତାଙ୍କୁ ଡାକିବା। ମାଲିକାଣୀ, ଶୀଘ୍ର ବାହାରକୁ ଆସନ୍ତୁ। ଆରେ କଣ ହେଲା? ତମେ ଦୁଇ ଜଣ ମତେ ଡାକିଲ? ଇଏ କଣ? ତମମାନଙ୍କ ଗଛରେ ସୁନା କଦଳୀ କେମିତି ଫଳିଛି? ମାଲିକାଣୀ, ଆମେ ସାଧାରଣ ଗଛ ନୁହଁ, ଆମେ ଯାଦୁର କଦଳୀ ଗଛ। ଆଜି ଆମେ ଏକଥା ଜାଣିପାରିଲୁ। ତମେ ଆମର ଜୀବନ ବଞ୍ଚେଇଛ, ଆମର ଯତ୍ନ ନେଇଛ। ଏ ସବୁ ସୁନା କଦଳୀ ଏବେ ତମର ମାଲିକାଣୀ। ଏସବୁ ନେଇ ନିଜ ସମସ୍ୟା ଦୂର କର। ଚଢ଼େଇ ଖୁସିରେ ସେ ସୁନା କଦଳୀ ନେଇ ବଜାରରେ ବିକ୍ରି କଲା, ଆଉ ଅନେକ ଟଙ୍କା ପାଇଲା। ସେ ଟଙ୍କାରେ ତାର ସବୁ ଋଣ ଶୁଝି ହେଇଗଲା। ଧୀରେ ଧୀରେ ଚଢ଼େଇର ସ୍ୱାମୀ ବି ଭଲ ହେଇଗଲା। ସେମାନଙ୍କର ଆଉ କିଛି ବି ଅଭାବ ରହିଲାନି। ଦିନେ ଚଢ଼େଇ ଘରର ରାସ୍ତା ଦେଇ କାଉ ଯାଉଥିଲା। ତାର ନଜର ସେ ଦୁଇ କଦଳୀ ଗଛଙ୍କ ଉପରେ ପଡ଼ିଲା। ଏ ଦୁଇ କଦଳୀ ଗଛ ତ ସେଇ କଦଳୀ ଗଛ ଯାହାକୁ ମୁଁ ନଦୀରୁ ପାଇଥିଲି। ମତେ ଏମାନେ କହୁଥିଲେ ଏମାନେ ଯାଦୁର ଗଛ ନୁହଁ। ତାହେଲେ ଏମାନଙ୍କ ପାଖରେ ସୁନା କଦଳୀ କେମିତି ଅଛି? ତାହା ମାନେ ଏ ଦୁଇ ଜଣ ମତେ ମିଛ କହୁଥିଲେ। ଆଜି ମୁଁ ଏମାନଙ୍କର ସବୁ ସୁନା କଦଳୀ ନେଇଯିବି। ଏମିତି କହି କାଉ ସୁନା କଦଳୀ ତୋଳିବାକୁ ଯେମିତି ଚେଷ୍ଟା କଲା, ହଠାତ୍ ଦୁଇ କଦଳୀ ଗଛ କହିଲେ, ସେଇଠି ରହିଯା ଲୋଭୀ ଚଢ଼େଇ। ଆମକୁ ଛୁଇଁବାକୁ ବି ତୁ ଚେଷ୍ଟା କରିବୁନି। ଆମ ପାଖରେ ଯାଦୁ ଶକ୍ତି ନଥିବା ବେଳେ ତୁ ଆମକୁ ଫୋପାଡ଼ି ଦେଇଥିଲୁ। ଆଉ ଆଜି ଯେତେବେଳେ ଆମ ପାଖରେ ସୁନାର କଦଳୀ ଅଛି, ତୁ ଚାଲି ଆସିଲୁ ଆମ ସୁନା କଦଳୀ ନେବା ପାଇଁ। ଏଠାରୁ ଭଲରେ ଚାଲିଯା। ଆମେ ତତେ ଗୋଟେ ବି ସୁନା କଦଳୀ ଦେବୁନି। ଏ ସବୁ ସୁନା କଦଳୀ ଆମ ମାଲିକାଣୀଙ୍କର। ତମେ ଦୁଇ ଗଛ ମୋର କିଛି କ୍ଷତି କରିପାରିବନି। ଆଜି ମୁଁ ଏ ସୁନା କଦଳୀ ନେଇକି ହିଁ ରହିବି। କାଉ ସୁନା କଦଳୀ ତୋଳିବା ପାଇଁ ପୁଣି ଗଛ ପାଖକୁ ଗଲା। ଦୁଇ କଦଳୀ ଗଛ ଭିତରୁ ଦୁଇଟି ବଡ଼ ବଡ଼ ହାତ ବାହାରିଲା, ଆଉ ସେମାନେ କାଉକୁ ଅନେକ ପିଟିଲେ। କାଉ ମାଡ଼ ଖାଇ ଖାଇ ବେହୋସ ହେଇଗଲା। ତାର ହୋସ ଆସିଲା ପରେ ସେ କାନ୍ଦି କାନ୍ଦି ନିଜ ଘରକୁ ଫେରି ଆସିଲା। ସେ ଆଉ ଦିନେ ବି ଚଢ଼େଇର ଘର ପାଖକୁ ଗଲା ନାହିଁ। ଅନେକ ଦୂର ଏକ ଜଙ୍ଗଲରେ ଗୋଟିଏ ଟିକି ଚଢ଼େଇ ତାର ଛୋଟ ଭଉଣୀ ସାଙ୍ଗରେ ରହୁଥିଲା। ଏକ ସଡ଼କ ଦୁର୍ଘଟଣାରେ ସେମାନଙ୍କ ବାପା ମାଙ୍କର ମୃତ୍ୟୁ ହୋଇଯାଇଥିଲା। ଟିକି ଚଢ଼େଇର ଭଉଣୀ ବହୁତ ଛୋଟ ହେବା ଯୋଗୁଁ ସେ ତାର ଆଉ ତା ଭଉଣୀର ଖାଇବା ଯୋଗାଡ଼ କରୁଥିଲା। ଏମିତି ଗୋଟେ ଦିନ, ଦିଦି, ମତେ ଭାରି ଭୋକ ଲାଗୁଛି। କିଛି ଖାଇବାକୁ ଦେ ନା, ନହେଲେ ମୁଁ ଭୋକରେ ମରିଯିବି। ଆରେ ଏମିତି କାହିଁକି କହୁଛୁ? ତୁ ଟିକେ ଅପେକ୍ଷା କର, ମୁଁ କିଛି ଖାଇବା ଯୋଗାଡ଼ କରୁଛି। ଏମିତି କହି ଟିକି ଚଢ଼େଇ ବାହାରକୁ ଗଲା ଖାଇବା ଖୋଜିବା ପାଇଁ। ବହୁତ ସମୟ ଖୋଜିଲା ପରେ ବି ସେ କିଛି ଖାଇବା ପାଇଲାନି। ଆମ ଜଙ୍ଗଲରେ ତ ଗୋଟେ ବି ଫଳ ଗଛ ନାହିଁ, ମୁଁ ଖାଇବା କୋଉଠୁ ଆଣିବି? ଏମିତି ଚିନ୍ତା କରି ଟିକି ଚଢ଼େଇ ଜଙ୍ଗଲରେ ଥିବା ବଜାରକୁ ଗଲା। ସେ ଜଙ୍ଗଲରେ ବେଶୀ ଫଳ ଗଛ ନଥିଲା, କେବଳ ମିଟୁର ହିଁ ସେ ଜଙ୍ଗଲରେ ଗୋଟେ ଫଳ ଦୋକାନ ଥିଲା। ମିଟୁ ଦୂର ଜଙ୍ଗଲରୁ ଫଳ ଆଣି ସେ ଜଙ୍ଗଲରେ ବିକ୍ରି କରୁଥିଲା। ଫଳ ବଦଳରେ ମିଟୁ ସମସ୍ତଙ୍କଠୁ କିଛି ଚାଉଳ ଦାନା ନେଉଥିଲା। ଟିକି ଚଢ଼େଇ ମିଟୁର ଦୋକାନକୁ ଗଲା। ମିଟୁ ଅଙ୍କଲ, ମୋ ଭଉଣୀ ଭୋକିଲା ଅଛି। 2 ଦିନ ହେଲାଣି ସେ ଆଉ ମୁଁ କିଛି ଖାଇନୁ। ମୋ ପାଖରେ ଏବେ ଚାଉଳ ଦାନା ନାହିଁ। ମତେ କିଛି ଫଳ ବାକିରେ ଦେଇଥାଅ, ମୁଁ ଚାଉଳ ପାଇଲେ ତମକୁ ସବୁ ଦେଇଦେବି। ଆରେ ଟିକି ଚଢ଼େଇ, ତୁ ସବୁଥର ଏମିତି କହିକି ମୋଠୁ ବହୁତ ଫଳ ବାକିରେ ନେଇ ସାରିଲୁଣି। ମୁଁ ଆଉ ତତେ ଫଳ ଦେଇପାରିବିନି। କଣ କରିବି କୁହ ମିଟୁ ଅଙ୍କଲ? ମୁଁ ଛୋଟ ହେବା ଯୋଗୁଁ ବେଶୀ ଦୂର ଉଡ଼ି ଯାଇପାରେନି। ଜଙ୍ଗଲରେ ଯାହା ବି ପାଏ ମୁଁ ତମ ପାଖକୁ ଆଣିଦିଏ। ଏଥର ଯଦି ମୁଁ ଚାଉଳ ଦାନା ପାଇବି, ମୁଁ ତମକୁ ଆଗ ଦେବି। ଏବେ ଖାଇବାକୁ ମତେ କିଛି ଫଳ ଦେଇଥାଅ। ଟିକି ଚଢ଼େଇ ଏତେ ମାଗିବା ପରେ ମିଟୁ ତାକୁ 2ଟି ସେଓ ଦେଲା। ଟିକି ଚଢ଼େଇ ସେ ଫଳ 2ଟି ଧରି ତା ଘରକୁ ଫେରୁଥିଲା। ହଠାତ୍ ତାର ନଜର ତଳେ ବେହୋସ ହୋଇ ପଡ଼ିଥିବା ଏକ ବୁଢ଼ୀ ଚଢ଼େଇ ଉପରେ ପଡ଼ିଲା। ସେ ତଳକୁ ଆସିଲା, ଆଉ ସେ ଚଢ଼େଇକୁ ଉଠେଇବା ପାଇଁ ଚେଷ୍ଟା କଲା। ସେ ଚଢ଼େଇ ଯେତେବେଳେ ନ ଉଠିଲା, ଟିକି ଚଢ଼େଇ ପାଖ ନଦୀରୁ କିଛି ପାଣି ଆଣି ସେ ଚଢ଼େଇ ମୁହଁରେ ଢାଳିଦେଲା।
କିଛି ସମୟ ପରେ ସେ ବୁଢ଼ୀ ଚଢ଼େଇର ହୋସ ଆସିଲା। ଆପଣ କିଏ ବୁଢ଼ୀମା? ଏଠି ଏମିତି ପଡ଼ିଥିଲେ କ'ଣ ପାଇଁ? ଆରେ ଝିଅ, 5 ଦିନ ହେଲାଣି ମୁଁ କିଛି ଖାଇନି। ଭୋକରେ ମୁଁ ବେହୋସ ହେଇଯାଇଥିଲି। ଉଡ଼ିବା ପାଇଁ ବି ମୋ ପାଖରେ ଶକ୍ତି ନାହିଁ। ଆରେ ଝିଅ, ତୋ ପାଖରେ ଯଦି କିଛି ଖାଇବା ଅଛି ମୋତେ ଖାଇବାକୁ ଦେ। ମୋ ପାଖରେ 2ଟି ସେଓ ଛଡ଼ା ଆଉ କିଛି ଖାଇବାକୁ ନାହିଁ। ଆପଣ ମୋ ଭାଗ ସେଓଟା ନେଇ ଖାଆନ୍ତୁ। ହେଲେ ବୁଢ଼ୀମା, ମୋ ଭଉଣୀର ଭାଗଟା ମୁଁ ଦେଇପାରିବିନି। ସେ ବି ଭୋକିଲା ଅଛି। ଏମିତି କହି ଟିକି ଚଢ଼େଇ ଗୋଟେ ସେଓ ସେ ଚଢ଼େଇକୁ ଖାଇବା ପାଇଁ ଦେଲା। ଆଉ ସେ ଚଢ଼େଇ ସେଓ ଖାଇ ଖୁବ୍ ଖୁସି ହେଇଗଲା। ଆରେ ଝିଅ, ମୋ ଭୋକ ମେଣ୍ଟେଇଥିବାରୁ ତୋତେ ବହୁତ ଧନ୍ୟବାଦ। ମୁଁ ତୋତେ କିଛି ଦେବାକୁ ଚାହୁଁଛି। ସେ ବୁଢ଼ୀ ଚଢ଼େଇଟି ଟିକି ଚଢ଼େଇକୁ ଏକ ଆମ୍ବ ଦେଇ କହିଲା, ଏଇ ଆମ୍ବଟା ସାଧାରଣ ଆମ୍ବ ନୁହଁ। ୟାକୁ ତୁ ଖାଇବୁନି, ମାଟିରେ ପୋତି ଦେବୁ। ଏ ଗଛରେ ଯେତେବେଳେ ଫଳ ହେବ ତାକୁ ସମସ୍ତେ ଖାଇପାରିବ। ଏ ଗଛର ଆମ୍ବକୁ ମୁଁ ବ୍ୟବହାର କରିପାରିବିନି, ସେଥିପାଇଁ ଏଇଟାକୁ ମୁଁ ତତେ ଦେଲି। ଟିକି ଚଢ଼େଇ ସେ ଆମ୍ବ ଧରି ତା ଘରକୁ ଚାଲିଗଲା। ତାକୁ ଦେଖି ତା ଭଉଣୀ କହିଲା, ଦିଦି ତୁ ଆସିଗଲୁ, କ'ଣ ଆଣିଛୁ ମୋ ପାଇଁ? ଦେ ମୋତେ ସେ ଖାଇବା, ମୋତେ ଭାରି ଭୋକ ଲାଗୁଛି। ଟିକି ଚଢ଼େଇ ସେ ସେଓକୁ ତା ଭଉଣୀକୁ ଦେଲା। ଗୋଟେ ସେଓ ଦେଖି ତା ଭଉଣୀ କହିଲା, ଏ ସେଓ ତୁ ମୋ ପାଇଁ ଆଣିଛୁ ଦିଦି, ହେଲେ ତୋ ଖାଇବା କାଇଁ? ଆଉ ଏ ଆମ୍ବ ତୁ କୋଉଠି ପାଇଲୁ? ସେ ତା ଭଉଣୀକୁ ରାସ୍ତାରେ ଘଟିଥିବା ସବୁ ଘଟଣା କହିଲା। ଓ ଏମିତି କଥା, ତୁ ଏକଦମ ଠିକ କରିଛୁ ଦିଦି। ଆସ, ଆମେ ଗୋଟେ ସେଓ ଭାଗ କରି ଖାଇବା। ତାପରେ 2 ଭଉଣୀ ଭାଗ କରି ସେ ସେଓକୁ ଖାଇଲେ। ଖାଇସାରି ଛୋଟ ଭଉଣୀ କହିଲା, ଦିଦି ଚାଲ ଆମେ ଏବେ ଆମ୍ବକୁ ମାଟିରେ ପୋତି ଦେବା। ଏମିତି କଥା ହେଇ ସେମାନେ ଆମ୍ବକୁ ମାଟିରେ ପୋତି ଦେଲେ। ରାତି ହେବା ପରେ ସେ 2 ଭଉଣୀ ଶୋଇପଡ଼ିଲେ। ରାତିରେ ଟିକି ଚଢ଼େଇ ସ୍ୱପ୍ନରେ ସେ ବୁଢ଼ୀ ଚଢ଼େଇକୁ ଦେଖିଲା। ଆରେ ଟିକି ଚଢ଼େଇ, ତୁ ବହୁତ ଦୟାଳୁ। ଯେତେବେଳେ ମୁଁ ଭୋକିଲା ଥିଲି ମୁଁ ବହୁତ ଜଣଙ୍କୁ ଖାଇବା ମାଗିଲି, ହେଲେ ମୋତେ କେହି ବି ଖାଇବାକୁ ଦେଲେ ନାହିଁ। ତୁ ଗରିବ ହେଲେ ବି ମୋତେ ଖାଇବାକୁ ଦେଲୁ। ତୋ ଉପରେ ମୁଁ ବହୁତ ଖୁସି। ମୁଁ ତତେ ଯେଉଁ ଯାଦୁର ଆମ୍ବ ଦେଇଛି, ସେ ଆମ୍ବ ମୋତେ ଜଣେ ସାଧୁ ବାବା ଦେଇଥିଲେ। ତୁ ସେ ଆମ୍ବକୁ ମାଟିରେ ପୋତି ଦେବୁ। ଗଛ ବଡ଼ ହେଲା ପରେ ରାତିରେ ତୁ ସେ ଗଛ ମୂଳରେ ଏକ ମନ୍ତ୍ର କହିବୁ, ଶୁଣ। ରାତି ହେଲାରେ ମନ୍ତ୍ର ଶୁଣରେ, ଡାଳେ ଡାଳେ ପତ୍ରେ ପତ୍ରେ 5 ଫଳ ଆସରେ। ଏ ମନ୍ତ୍ର କହିଲେ ଗଛରେ 5 ପ୍ରକାରର ଫଳ ଆସିବ। ତୁ ସେ ଫଳକୁ ଖାଇପାରିବୁ ଆଉ ବିକ୍ରି ବି କରିପାରିବୁ। ତୋର ସବୁ ସମସ୍ୟା ଦୂର ହେଇଯିବ। ଏମିତି ସ୍ୱପ୍ନ ଦେଖିବା ପରେ ଟିକି ଚଢ଼େଇର ନିଦ ଭାଙ୍ଗିଗଲା। ସେ ଦେଖିଲା ସକାଳ ହେଲାଣି। ତାପରେ 2 ଭଉଣୀ ଆମ୍ବ ପୋତିଥିବା ସେ ଜାଗାକୁ ଗଲେ। ସେତେବେଳେ ସେମାନେ ଦେଖିଲେ ସେଠି ଗୋଟେ ବଡ଼ ଗଛ ହେଇଯାଇଛି। ଆରେ ବାପରେ, କାଲି ତ ଆମେ ଏଠି ଗୋଟେ ଆମ୍ବ ପୋତିଥିଲେ, ଆଜି ଏତେ ବଡ଼ ଗଛ ହେଇଗଲା। ଇଏ କି ଯାଦୁ ଦିଦି? ଟିକି ଚଢ଼େଇ ଦେଖିଥିବା ସ୍ୱପ୍ନ କଥା ତା ଭଉଣୀକୁ କହିଲା। ସବୁ ଶୁଣି ଟିକି ଚଢ଼େଇର ଭଉଣୀ ବି ଖୁବ୍ ଖୁସି ହେଇଗଲା। ତାପରେ ସେ 2 ଭଉଣୀ ରାତି ହେବା ପର୍ଯ୍ୟନ୍ତ ଅପେକ୍ଷା କଲେ। ରାତି ହେବା ପରେ ସେମାନେ ସେ ଗଛ ପାଖକୁ ଗଲେ। ଦିଦି ରାତି ହେଲାଣି, ଫଳ ଆଣିବା ପାଇଁ ତୁମେ ସେ ମନ୍ତ୍ର କୁହ। ରାତି ହେଲାରେ ମନ୍ତ୍ର ଶୁଣରେ, ଡାଳେ ଡାଳେ ପତ୍ରେ ପତ୍ରେ 5 ଫଳ ଆସରେ। ଟିକି ଚଢ଼େଇ ଏମିତି କହିବା ପରେ ପରେ ସେ ଗଛରେ 5 ପ୍ରକାରର ଫଳ ଆସିଲା। 2 ଭଉଣୀ ସେ ଗଛରୁ ଫଳ ତୋଳି ଖାଇଲେ, ଆଉ କିଛି ଫଳ ଘରକୁ ନେଇଗଲେ। ପରଦିନ ସକାଳେ ଟିକି ଚଢ଼େଇ କିଛି ଫଳ ଧରି ବଜାରକୁ ଗଲା ବିକ୍ରି କରିବା ପାଇଁ। ଟିକି ଚଢ଼େଇର ଫଳ ସବୁ ଚଢ଼େଇକୁ ବହୁତ ଭଲ ଲାଗିଲା, ଆଉ ବହୁତ କମ୍ ଦାମ ହେବା ଯୋଗୁଁ ସବୁ ଚଢ଼େଇ ତା ପାଖରୁ ହିଁ ଫଳ କିଣୁଥିଲେ। ଧୀରେ ଧୀରେ ଟିକି ଚଢ଼େଇ ବହୁତ ଧନୀ ହେଇଗଲା। ସେ ମିଟୁର ବାକି ଥିବା ସବୁ ଚାଉଳ ଦାନା ଦେଇଦେଲା। ଟିକି ଚଢ଼େଇର ଫଳ ଦୋକାନ ଦେଖି ମିଟୁ ବହୁତ ରାଗିଗଲା ଆଉ ମନରେ ଚିନ୍ତା କଲା, କାଲି ତ ଏ ଟିକି ଚଢ଼େଇ କହୁଥିଲା ସେ ବହୁତ ଛୋଟ, ଦୂର ଜାଗାକୁ ଯାଇପାରେନି। ତାହେଲେ ଏତେ ଫଳ ସେ ଆଣିଲା କୋଉଠୁ? ତା ପାଇଁ ମୋ ଦୋକାନକୁ କେହି ଫଳ କିଣିବାକୁ ଆସୁନାହାନ୍ତି।
ମତେ ଜାଣିବାକୁ ପଡିବ ସେ ଏତେ ଫଳ ଆଣୁଛି କୋଉଠୁ। ଏମିତି ଚିନ୍ତା କରି ଦିନେ ମିଟୁ ଟିକି ଚଢ଼େଇର ପଛା କଲା। ସେ ଟିକି ଚଢ଼େଇର ଘର ପାଖରେ ଲୁଚି ତା ଉପରେ ନଜର ରଖିଲା। ରାତି ହେବା ପରେ ସେ ଦୁଇ ଭଉଣୀ ଗଛ ପାଖକୁ ଗଲେ ଆଉ ମନ୍ତ୍ର କହି ଫଳ ଘରକୁ ନେଇଗଲେ। ଏସବୁ ଘଟଣା ମିଟୁ ଦେଖୁଥିଲା। ତା ମନରେ ବହୁତ ଲୋଭ ଆସିଲା। ଆଚ୍ଛା ଆଚ୍ଛା, ଏମିତି କଥା, ଏବେ ମୁଁ ବୁଝିଲି। ଏବେ ମୁଁ ବି ସେ ମନ୍ତ୍ର କହି ଗଛରୁ ଫଳ ନେଇଯିବି। ଟିକି ଚଢ଼େଇ ଆଉ ତାର ଭଉଣୀ ସେଠାରୁ ଯିବା ପରେ ମିଟୁ ସେ ଗଛ ପାଖକୁ ଗଲା ଆଉ ସେ ମନ୍ତ୍ର କହିଲା। ହେଲେ ଗଛରେ ଫଳ ଆସିବା ବଦଳରେ ଗଛରୁ ବଡ଼ ବଡ଼ ପଥର ମିଟୁ ଉପରେ ବର୍ଷା ହେଲା। ମିଟୁ ଭୀଷଣ ଡରିଗଲା। ଆରେ ବାପରେ, ଏ କଣ ହେଲା? ଫଳ ବଦଳରେ ପଥର କେମିତି ପଡ଼ିଲା? ବଞ୍ଚାଅ, ମତେ କେହି ବଞ୍ଚାଅ। ପଥର ବାଜି ମୋ ମୁଣ୍ଡ ଫାଟିଯିବ। ମୁଁ ଏଠାରୁ ଶୀଘ୍ର ପଳାଏ, ଆଉ କେବେ ବି ଏଠାକୁ ଆସିବିନି। ଏମିତି କହି ମିଟୁ ତୁରନ୍ତ ସେ ଜାଗା ଛାଡ଼ି ସେଠାରୁ ଦୂରକୁ ଚାଲିଗଲା। ମିଟୁ ବହୁତ ଲୋଭୀ ଥିଲା, ସେଥିପାଇଁ ତାହା ସହ ଏମିତି ହେଲା। ସେପଟେ ଟିକି ଚଢ଼େଇ ଆଉ ତାର ଭଉଣୀ 5 ଫଳ ଫଳୁଥିବା ଗଛକୁ ନେଇ ଖୁସିରେ ରହିଲେ।